ଶିଶୁ ଅନନ୍ତଙ୍କର ଗୋଟେ ନବକଳେବର ମାସ ଚାଲିଛି। ଏହି ନବକଳେବର ମାସରେ ନବଯୌବନ ବେଶ ଆଜି ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ବର୍ଷ ସେ ନବଯୌବନ ବେଶ ହେବେ, ଏହା ଏକ ଭାବର କଥା, ଜ୍ଞାନର କଥା ନୁହେଁ, ଭାବଭକ୍ତିର କଥା, ପ୍ରେମର କଥା। କିଛି ଦିନ ସେ ଅନବାସର ଗୃହରେ ରହିଥିଲେ, ଆଜି ପୁଣି ପୁରୁଣା ରୂପକୁ ନୂଆ ଭାବରେ ସଜେଇ ଆଜି ବାହାରକୁ ଆସିଲେ। ଏତିକି କଥା। ଆମର ଗୋଟେ ସଙ୍ଗୀତରେ ଆମେ ପଢ଼ୁ ବା କହୁ, ନୁହନ୍ତି ବାଳ ବୃଦ୍ଧା ନବଯୁବା ସର୍ବଦା। ସେ ସବୁବେଳେ ଯୁବା, ସେ ବୁଢ଼ା ହୁଅନ୍ତି ନାହିଁ, ପୁରୁଣା ହୁଅନ୍ତି ନାହିଁ। ନବକଳେବର ହୁଅନ୍ତି ଯେ ଯେଉଁ ରୂପରେ ନବକଳେବର ପୁରୁଣା ମୂର୍ତ୍ତିକୁ ବିସର୍ଜନ କରନ୍ତି, ସେହି ରୂପରେ ସେ ପୁଣି ଆବିର୍ଭାବ ହୁଅନ୍ତି। ଏହା ଏକ ବିଶ୍ୱରୂପ ଦର୍ଶନର ଗୋଟେ ଅଂଶ। ତେବେ ଶିଶୁ ଅନନ୍ତଙ୍କର ଏଇ ନବକଳେବର ନବକଳେବର କ'ଣ? ଆମେ ପୂଜୁଥିଲୁ, ଆମେ ଅନନ୍ତଙ୍କୁ ପାଇଥିଲୁ ଗୋଟିଏ ହୁଙ୍କା ମାଧ୍ୟମରେ। ହୁଙ୍କା ହେଉଛନ୍ତି ଅନନ୍ତଙ୍କର ପ୍ରଥମ ସିଂହାସନ। ହୁଙ୍କା ନୁହନ୍ତି ଶିଶୁ ଅନନ୍ତ, ହୁଙ୍କା ହେଉଛନ୍ତି ଗୋଟିଏ ସିଂହାସନ। ତାରି ଭିତରେ ସେଇ ଅଦୃଶ୍ୟ ଶକ୍ତି ଶିଶୁ ଅନନ୍ତଙ୍କ ରୂପରେ ଆମେ ତାଙ୍କୁ ପାଇଛୁ, ତାଙ୍କ ଶବ୍ଦ ଶୁଣିଛୁ, କୀର୍ତ୍ତନର ନିନାଦ ଶୁଣିଛୁ, ସର୍ପର କ୍ରୀଡ଼ା ମଧ୍ୟ ଦେଖିଛୁ। ସବୁ ସେଇ ହୁଙ୍କା ଭିତରେ ଦେଖିଛୁ। ବଳିଆ ବେଳେବେଳେ ଭାବେ ଇଏ ଗୋଟେ ସୁନ୍ଦର ଶବ୍ଦ ହୁଙ୍କା। ହୁମ୍ କହିଲେ ଭକ୍ତ ହନୁମାନ, କା କହିଲେ ଆମ ଶରୀର, ସଂସାରର ପ୍ରତିଟି ଶରୀର। ଏଇ ହୁଙ୍କାଙ୍କୁ ଆଉ ଗୋଟିଏ ଶବ୍ଦରେ ବ୍ୟବହାର କରାଯାଏ, ବଲ୍ମୀକ। ବଲ୍ମୀକ କହିଲେ ରାମ ନାମରେ ସିଦ୍ଧି ହୋଇଥିବା ଦସ୍ୟୁ ରତ୍ନାକର ଶେଷରେ ସେ ବଲ୍ମୀକ ଋଷିରେ ପରିଣତ ହୋଇଥିଲେ, ଯିଏ ଲେଖିଥିଲେ ରାମାୟଣ। ଏତିକ କଥା ପରେ ଶିଶୁ ଅନନ୍ତଙ୍କର ଦର୍ଶନ ଆମେ ପାଇଲୁ। ଏଇ ଯେଉଁ ପାଇକା ନଦୀଟି ବହିଯାଉଛି, ଇଏ ପାଇକାଟି ହେଉଛି ମହାନଦୀଙ୍କର ଶାଖା ନଦୀ। ମହାନଦୀଙ୍କର ମୂଳ ନାଁ ହେଉଛି ମହାନନ୍ଦୀ। ସେ ଅପଭ୍ରଂଶ ହେଇ ମହାନଦୀ ହେଇଛି। ମହାନନ୍ଦୀ କହିଲେ ମହାନ ଆନନ୍ଦ। ଏଇ ମହାନଦୀଙ୍କର ଯେଉଁ ଗୋଟିଏ ଶାଖା ନଦୀ ପାଇକା, ଇଏ ପାଇକାର ଅର୍ଥ ହେଉଛି ମହାନଦୀ ଆଉ ଚିତ୍ତୋଟପଳାର ମଧ୍ୟରେ ଗୋଟିଏ ପାଇକା ନଦୀ ପ୍ରବାହିତ ହେଉଛନ୍ତି। ସିଏ ପୁଣି ଯାଇ ସମୁଦ୍ରରେ ମିଶୁଛନ୍ତି। ସେ ପାଇକାଟି କ'ଣ, ଐତିହାସିକମାନଙ୍କ ମତରେ କ'ଣ ହେଇପାରେ, କିନ୍ତୁ ଆଧ୍ୟାତ୍ମିକ ମତରେ
कृपा प्राप्तिर स्थान ही पाइका जहाँ को पाइले आउ किछि पाइबा को इच्छा हुए ना जहाँ को जानिले आउ किछि जानिबा को इच्छा हुए ना जहाँ को देखिले आउ किछि देखिबा को मन हुए ना से होउछंती पाइका तार अपर पार्श्व रही चित्रोत्पला चित्रोत्पला कहले जिते सिद्ध साधु मानकर दुईटी नदीर दुई धारे प्रत्येक सिद्ध पुरुष मानकर स्थान सी नदी ओडिशा रे बहुत कम जमा नहीं कहले चले एठी चित्रोत्पला पुरी जिले में प्राची ये दुईटी जाक समान ता सहित आर किसी संपर्क नहीं कि दुई नदीर अवस्थिति बा स्वरूप प्राय समान ये होची चित्रोत्पला चित्रोत्पला पाइकार मझिरे आउ गोटे नदी जाऊँगी छोट नदीटे जहाँ को आमे जोड़ बोली कहू एठी ता ना हेची बगी जोड़ तेबे आकु मध्य सुकु पाइका बोली कहा जाए किंतु से शुष्क नदी किंतु से तार काया किंतु सुंदर भाव से विस्तार करिसंती तेणु से नदी कूल अनेक झाड़ कंटा बाउंसी झाड़ तार निदर्शन मध्य आज भी देखा मिलूँ अनेक झाड़ बाड़े ये पूर्ण होता ये अंचल बाघ भी थिला एथि मध्य जड़े महापुरुष जन्म होते मुरारी गोसाई बाउरी कूल तांकर समाधि मध्य एबे बिल देउली रे अछि तांको पूजित ठाकुर प्रतिमा मध्य एबे पूजा होउचंती मेलन भी यात्रा करुचंती मुरारी गोसाई सेई झाड़ भीतर थिले अंधवर नामक जड़े अंध मुनि से तपस्या करू करू से अनंत बट पाखे जो बटटी थिला सी होउचंती अंध अनंत बट से अनंत बट पाखे सी मध्य देह त्याग करथिले तार किछि बाट परे थिले माधोई नामक एक महापुरुष जहाँ को आज कह जाऊँगी माधिया बट सेठी मध्य से तपस्या करू करू ब्रह्मलीन हेले तारी पाखरे लागिकी गोटे थिला तुलसी बण से आपे आपे से तुलसी उठे सी बोधे गोटे देवस्थान से भाव में तार पाखरे किसी दूर रे साधु गोसाई जोटी गतेश्वर महादेव अच्छा से साधु गोसाई पूजा पाउचंती तार किछि दूर हरि गोसाई पूजा पाउचंती गोकर्णेश्वर पाखे ये समस्ते गोटे गोटे सिद्ध पुरुष तापरे नागा मठ रे कथित अच्छी सेठी बाउरी मानकर गोटे गाँ थिला ताकू कहा जाए बाली गाँ ना कौन हैं बालिकणा ये जहाँ समस्त मरीगले हईजारे गोटे लोक बंची बाघ खाईगला लोक बंची बाघ खाईगला
ତାପରେ ଜଣେ ସାଧୁ ସେଠି ରହିଲେ, ସେ ନାଗା ସନ୍ନ୍ୟାସୀ। ସେ ଚାହିଁଲେ ମହାପ୍ରସାଦ ତାଙ୍କ ନିକଟରେ ପହଞ୍ଚୁଥିଲା। ଅନେକ ସାଧୁସନ୍ତମାନେ ସେଠିକି ଆସୁଥିଲେ, ପ୍ରସାଦ ପାଉଥିଲେ। ସେଇ ବାଉରୀ ଢିଅଟା ଆଜି ଆମର ଗୋଟାଏ ଉଦ୍ୟାନ ହେଇଛି, ଜଣେ ବାବାଜୀ କିଏ ଜଗୁଛନ୍ତି, ଇଏ ହେଉଛି ଗୋଟିଏ କଥା। ତାପରେ ସୁଦର୍ଶନ ବଟ, ଏଠି ଗୋଟିଏ ମହାପୁରୁଷ ଥିଲେ, ତାଙ୍କ ନାଁ ସୁଦର୍ଶନ, ପ୍ରକୃତରେ ସୁଦର୍ଶନ। ସେ ଶ୍ରୀକ୍ଷେତ୍ରକୁ ଯିବା ସମୟରେ କି ଫେରିବା ସମୟରେ ସେ ପ୍ରଚୁର ଗଞ୍ଜେଇ ଟାଣୁଥିଲେ। ସେ ଗଞ୍ଜେଇ ଟାଣି ଦେଇ ପଦ୍ମାସନରେ ବସି ଧ୍ୟାନସ୍ଥ ହେବା ସମୟରେ ସେ ଦେହତ୍ୟାଗ କଲେ। ତାର କିଛି ଦୂରରେ ଥିଲେ, ସୁଦର୍ଶନଙ୍କର କିଛି ଦୂରରେ ଗୋଟିଏ ଗାଦିବଣ ମହାପୁରୁଷ ଥିଲେ, ତାଙ୍କ ନାଁ ହେଉଛି ଜଗୁଦାସ। ସିଏ ମଧ୍ୟ ସେଠି ଗଞ୍ଜେଇ ଟାଣୁଥିଲେ କି ନା ମୁଁ କହିପାରିବିନି, କିନ୍ତୁ ଧ୍ୟାନସ୍ଥ ଥିଲେ, ସେଇଠି ଦେହତ୍ୟାଗ କରିଥିଲେ। ଆଜି ସେଠି ପ୍ରାୟ ଆଉ ତାର ଚିହ୍ନବର୍ଣ୍ଣ କିଛି ନାହିଁ, କିନ୍ତୁ ଚିହ୍ନବର୍ଣ୍ଣ ତାଙ୍କର କ'ଣ ଦରକାର, ଆମ ପାଇଁ ଦରକାର। ତାଙ୍କର ନହେଲା ନାହିଁ, ସେ ହେଲେ କେତେ ନହେଲା କେତେ। ତାର କିଛି ବାଟରେ ଥିଲେ ଉକୁ ସାହିରେ ସେ ଗୋଟେ ବନବିହାରୀ ଠାକୁର ଥିଲେ। ସେ ବନବିହାରୀ ଠାକୁର ସେ ଗୋଟେ ବଟବୃକ୍ଷ ମୂଳେ ପୂଜା ପାଉଥିଲେ। ସିଏ ହେଉଛନ୍ତି ଇଏ ସମସ୍ତଙ୍କର ଗୋଟିଏ ଇଷ୍ଟ। ଜଙ୍ଗଲର ସୁରକ୍ଷା, ସାଧୁସନ୍ତମାନଙ୍କର ସୁରକ୍ଷା ପାଇଁ ସେଠି ବନବିହାରୀ ରୂପରେ ସେ ପୂଜା କରୁଥିଲେ। ସେଠି ଜଣେ ପାଣୁ ବାବା ଥିଲେ, ଆମେ ଦେଖିଛୁ। ଏଠି ବି ଜଣେ ପାଣୁ ବାବା ଥିଲେ, ତାଙ୍କୁ ବି ଆମେ ଦେଖିଛୁ। ସୁଦର୍ଶନ ବଟରେ ଜଣେ ମନ୍ଦି ମାତା ଥିଲେ, ତାଙ୍କୁ ବି ଆମେ ଦେଖିଛୁ। ରାଜୁ ବାବାଙ୍କୁ ଦେଖିଛୁ, ଯମୁନା ମାତାଙ୍କୁ ଦେଖିଛୁ, ମନ୍ଦି ମାତାଙ୍କୁ ଦେଖିଛୁ। ଏମିତି ଦେଖୁ ଦେଖୁ ସମସ୍ତେ କିଏ କୁଆଡ଼େ ଗଲେଣି, କେବଳ ଆମେ ଅଛୁ। ଆଉ କହିବାର କଥା ହେଉଛି, ଏଇ ଯେଉଁ ପବିତ୍ର ପୀଠ, ଇଏ ପବିତ୍ର ପୀଠଟି ଯାହାକୁ ଅନନ୍ତଙ୍କର ଯେଉଁ ହୁଙ୍କାରେ ଅନନ୍ତଙ୍କୁ ଆମେ ପୂଜା କରୁଛୁ, ସେତେବେଳେ ହୁଙ୍କା ନଥିଲା, ଥିଲା ଗୋଟେ ଅଖଣ୍ଡ ଦୀପ। ତାକୁ ଯିଏ ଜାଳୁଥିଲେ ସେ ମହାପୁରୁଷଙ୍କ ନାଁ ଥିଲା ଶଲ୍ୟଦେବ, ଯାହାଙ୍କୁ ଆମେ ଦିନ ସୂର୍ଯ୍ୟ ବୋଲି କହୁଛୁ। ଧର୍ମବଟ ପାଖରେ ଯାହାଙ୍କର ପୂଜା ହୁଏ। ତାଙ୍କର ଭଣ୍ଡାରଶାଳା ଥିଲା ଜ୍ୟୋତିପ୍ରଭାଙ୍କ ଆସ୍ଥାନ। କାଳଗର୍ଭରେ ସବୁ ହଜିଯାଇଛି ସତ, ବହୁ ଶହ ବର୍ଷ ପରେ ପୁଣି ଗୋଟେ ପ୍ରେରଣା ଆମ ଭିତରେ ସୃଷ୍ଟି ହେଇଛି। ପୁଣି ଏ କ୍ଷେତ୍ରଟି ଲୀଳାରେ ପରିପୂର୍ଣ୍ଣ ହେଇଛି। ଆମେ କିଛି କରିନୁ, ଯାହା ଥିଲା ସିଏ କରିଛନ୍ତି। ଏଣିକି ଯାହା ହେବ ସିଏ ହିଁ କରିବେ। କେହି କେହି ଭାବନ୍ତି ବଳିଆ କେତେବେଳେ କ'ଣ କହୁଛି, ଆକୁ ପୂଜ, କେତେବେଳେ କହୁଛି ତାକୁ ପୂଜ, ୟାକୁ ହୁଆ ଦିଅ, ତାକୁ ହୁଆ ଦିଅ। ଆଜି କିଏ କହୁଥିଲେ ତୀର୍ଥେଶ୍ୱରଙ୍କୁ ଫୋପାଡ଼ି ଦେଲେ। ମୁଁ କହିଲି ତୀର୍ଥେଶ୍ୱର ହେଉଛନ୍ତି ଦେବ ଦେବ ମହାଦେବ, ଯାହାଙ୍କୁ ବନ୍ଦନା କରାଯାଇଛି। ମହାଦେବଂ ମହାତ୍ମାନଂ ମହାଯୋଗୀ ମହେଶ୍ୱରଂ ମହାପାପଂ ହରଂ ଦେବଂ ମଙ୍କାରାୟ ନବନ୍ନମ। ଯାହାଙ୍କ ଖୁସି ହେଉଛି ଅଭିଷେକ, ସବୁଠାରୁ ବଡ଼ ଅଭିଷେକ ହେଉଛି ଜଳାଭିଷେକ। ପରବର୍ତ୍ତୀ ସମୟରେ ଆମେ ମଣିଷ ଭଲକିରି କ୍ଷୀର ଦହି ଖାଇବୁ ବୋଲି ତାକୁ ଚକଟି ଚାକଟି ସେଥିରେ ଘୋଷଣା କରି ତାକୁ ଗୋଟେ ଖାଇଦେଉଛୁ। କିନ୍ତୁ ଜଳାଭିଷେକ ଯେଉଁମାନେ କରନ୍ତି
ତାଙ୍କର ରୋଗ ନାଶ ହୁଏ। ତେଣୁ ସେ ବର୍ତ୍ତମାନ ଆମ ଅନନ୍ତ ସରୋବରର ଜଳ ଭିତରେ ସେ ଅଛନ୍ତି। ଫୋପାଡ଼ି ଦେଇନୁ, ତାଙ୍କୁ ଭକ୍ତିରେ ରଖିଛୁ। କାହିଁକି ନା ତୁମେ ଏଠି ଜଳାଭିଷେକ ହେଉଥାଅ। ଟିକେ ଏ ବର୍ଷ ଶ୍ରାବଣୀ ମାସର ସମସ୍ତ ଅଭିଷେକ ଏବଂ ଯିଏ ଯେଉଁଠି ରୁଦ୍ରାଭିଷେକ କରିବେ ସେଇ ପୁଷ୍କରିଣୀ କୂଳରେ କରିବେ, ରାମଚଣ୍ଡୀଙ୍କ ପାଖରେ ବସିକିରି କରିବେ। ଟିକିଏ ପାଣି ଶୁଖିଗଲେ କି ଦେଖିବା, ଚେଷ୍ଟା କରିବା କେମିତି କ'ଣ ତାକୁ ଅଛନ୍ତି, ତାକୁ ଗୋଟେ ସେ ତାରି ଭିତରେ ଗୋଟେ ପ୍ରସ୍ତରର ଗୋଟେ କ'ଣ କରିକିରି ତା ଭିତରେ ସେ ଶିବଲିଙ୍ଗଟାକୁ ସିଧା ରଖିବା। ଆମେ କିଏ ତାକୁ ଫୋପାଡ଼ିବୁ? ଆପଣମାନେ ଜାଣିଛନ୍ତି ହିମାଳୟ ହେଉଛି ଶିବଙ୍କର ଅଷ୍ଟିସ୍ତରସାଦିଶିରେବତାତ୍ମା। ସେଇ ଶିବଙ୍କର ଜଟାରୁ ବହି ଆସୁଛି ଅସଂଖ୍ୟ ଜଳଧାରା। ସେଇ ଜଳଧାରା ଭିତରେ ଦେବପ୍ରୟାଗ, ରୁଦ୍ରପ୍ରୟାଗ, ଅଳକାନନ୍ଦା ଏସବୁ ଅଛନ୍ତି। ଗତକାଲି ଶୁଣିଲୁ ଅଳକାନନ୍ଦାରେ ଆମର ଯେଉଁ ଯାଇଥିଲା କେଉଁ ବସ୍ ଗୋଟାଏ, ସେ ପଡ଼ିଯାଇଛି। କିଏ ବଞ୍ଚିଛି କିଏ ମରିଛି ମୁଁ ଜାଣିନି। ତେଣୁ ଏଇ କ୍ଷେତ୍ର ହେଉଛି ଆମ ତୀର୍ଥେଶ୍ୱର ଯେଉଁଠି କୂଅ ପାଖରେ ସ୍ଥାନ ପାଇଛନ୍ତି, ସେଠି ଅଛନ୍ତି ଭାରତର ସବୁ ତୀର୍ଥର ଜଳ ଆଉ ମୃତ୍ତିକା। ସେଠି ଶିବ ଅମରେଶ୍ୱରଙ୍କ ରୂପରେ ପୂଜା ପାଉଛନ୍ତି। ସେ ଅମରେଶ୍ୱରଙ୍କର ଫଟୋଚିତ୍ରଟି ଜଣେ ଖ୍ରୀଷ୍ଟିଆନ ମୋତେ ଦେଇଥିଲେ। ତାଙ୍କର ଜାହାଜ ବୁଡ଼ି ଯାଉଥିଲା ବମ୍ବେରେ, ମୋତେ ଜଣେଇଲେ। ମୁଁ ଟିକେ ପ୍ରାର୍ଥନା କଲି ଆଉ ସେ ମୋ ପାଇଁ ହେଉ ତା ପାଇଁ ହେଉ। ସିଏ ପୁଣି ଫେରି ଆଇଲେ। ସିଏ କହିଲେ ମୁଁ କ'ଣ ଆପଣଙ୍କୁ ଦେବି, ଗୋଟେ ଭଲ ଜିନିଷ ଦେବି। ମୁଁ ନୁଚିକିରି ଲୋକ କଥା ସତ କି ମିଛ ଏହାକୁ ଜାଣିବା ପାଇଁ ମୁଁ ଅମରେଶ୍ୱର ନିପଟ ନିର୍ଜନ ସମୟରେ ଯାଇଥିଲି। ଆଉ ଗୋଟେ ଫଟୋ ଉଠେଇକି ଆଣିଲି ଯେ ଶିବ ପାର୍ବତୀ ଦୁଇ ଜଣ ଯାକ ଦୁଇ ପାଖରେ ବସିଲେ। ଲୋକ କହନ୍ତି ସେଇଟା, ମୁଁ ଦେଖିଲା ସତ ନା ମିଛ, ଏ ହିନ୍ଦୁ ଗୁଡ଼ାକ ମିଛୁଆ କେଉଁ ହେଇଥିବେ। ତେଣୁ ସେଇ ଫଟୋଟି ମୋ ପାଖରେ ଥିଲା, ହଜି ଯାଇଥିଲା। ରୂପଟି କିନ୍ତୁ ମୋର ମନେ ଥିଲା। ପୁଣି ଚିତ୍ରକରଙ୍କୁ କହିଲି ସେ ଅମରେଶ୍ୱରଙ୍କ ରୂପରେ ତୀର୍ଥେଶ୍ୱରଙ୍କ ପାଖରେ ଆପଣ ମୂର୍ତ୍ତି କାରିଗର ଗଢ଼ିବେ। ସେୟା ହେଲା। ପାଣି ବି ସେଠି ଝଡ଼ୁଛି ନା କ'ଣ? ସେଇ ହେଉଛନ୍ତି ଆମ ପାଇଁ ବଦ୍ରୀନାଥ, ଅମରନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ। ହୁଙ୍କା ମୂଳରେ ନୃସିଂହ ଜଗି ବସିଛି। ହୁଙ୍କା ହେଉଛନ୍ତି ସ୍ୱୟଂ ନୃସିଂହ, ବଲ୍ମୀକ ଋଷି, ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟକ, ଶଙ୍ଖ, କୁଳିକ, ପଦ୍ମ, ମହାପଦ୍ମର ପ୍ରତୀକ। ଏଇ ହୁଙ୍କା ନିକଟରେ କାଳସର୍ପ ଶାନ୍ତି ପାଇଁ ପୂଜା ହୁଏ। ସେ ବି ଶିବଙ୍କ ପୂଜା। ଯେଉଁମାନେ ଆକୁ ଅସ୍ୱୀକାର କରିବେ ତାଙ୍କୁ ତ ଯେମାନେ ହେଲେ କ'ଣ ଗୋଟେ କ'ଣ ତାଙ୍କୁ ଡରିଲେ ଭଗବାନ। ଆମେ ଆଉ ତାଙ୍କୁ କ'ଣ କହିବା? ସିଏ ତାଙ୍କର 20,000 30,000 ଟଙ୍କା ଖର୍ଚ୍ଚ କରି ସିଏ ଯିବେ କେଉଁଠି କାଳସର୍ପ ପୂଜା ହେଉଛି କେଉଁଠି ମହାରାଷ୍ଟ୍ରରେ, ସେଠିକି ଯିବେ। ଏଠି କାହିଁ ଆସିବେ? କିଏ ନ ଆଇଲା ନାହିଁ। ଯେଉଁମାନେ ଆସୁଛନ୍ତି ସେ କାଳସର୍ପ ଦ୍ୱାରରେ ପୂଜା ଏଠି ପୂଜା ହେବ। ଶିଶୁ ଅନନ୍ତଙ୍କର ହୃଦୟରେ ଶିବ ଅଛନ୍ତି।
ବର୍ତ୍ତମାନ ଶିବ ଭର୍ତ୍ତି ହେଇଛନ୍ତି ଆଉ ସେଠିର ସର୍ବେଶ୍ୱର ଅଛନ୍ତି, ଗୋକର୍ଣ୍ଣେଶ୍ୱର ଅଛନ୍ତି, ଗତେଶ୍ୱର ଅଛନ୍ତି, ଜୀବେଶ୍ୱର ଅଛନ୍ତି, ନନ୍ଦିକେଶ୍ୱର ଅଛନ୍ତି, ଶୀତଳେଶ୍ୱର ଅଛନ୍ତି। ଏତେ ଶିବ ପରେ ଆମର ଏଠି ଅଛନ୍ତି ତୀର୍ଥେଶ୍ୱର। ପୁଷ୍କରଣୀ ଭିତରେ ଅଛନ୍ତି ତୀର୍ଥେଶ୍ୱର। ତେଣୁ ମାଛଟା ଜାଲରେ ଗଡ଼ିଆରେ ଅଛି, ଭଲ ଜାଲୁଆ ସିନା ହେଲେ ମାଛ ଧରିବ। ମାଛକୁ ଡାକିବ, ମାଛ କହିଲେ ପଳେଇଯିବ। ତେଣୁ ଆପଣମାନେ ଯିଏ ନ ପାଇଛନ୍ତି କିମ୍ବା ଇଏ ମହିମାକୁ ଏପର୍ଯ୍ୟନ୍ତ ଅନୁଭବ କରିପାରୁନାହାନ୍ତି, ସେମାନେ ଜାଲ ପକେଇ ଜାଣନ୍ତି ନାହିଁ। କେଉଁ ଜାଲ? ଭକ୍ତିର ଜାଲ। ଇଏ ସଂସାର ଅଛି ମୁହିଁ ଛନ୍ଦି, ଭକତ କରିପାରେ ବନ୍ଦୀ। ତମେ କେତେ ଜଣ ଖାଇ ପିଇକିରି ଶୋଇକିରି ମଜା କରୁଛ ନା ପ୍ରକୃତରେ ସେଇ ସର୍ବଶକ୍ତିମାନ ଅନନ୍ତଙ୍କୁ ଚିନ୍ତା କରୁଛ? କେବେ ବ୍ୟାକୁଳ ହେଇକିରି କହୁଛ କି ଅନନ୍ତ ମୋତେ ଟିକେ ଦର୍ଶନ ଦିଅ? ବଳିଆ କହେ, ହେ ଭଗବାନ, ମୁଁ ତୁମକୁ ଦେଖିନଥିଲି, ମୁଁ ବର୍ତ୍ତମାନ ଚାହୁଁଛି ମୋ ଗୁରୁଦେବଙ୍କ ରୂପରେ ତୁମେ ଦେଖାଦିଅ, ମୋତେ ଆଦେଶ କର। ମୁଁ ସେତିକି ମଧ୍ୟ ପାଏ। ତମର କ'ଣ ହେଇଛି? ତମେ ଭୁଲ କରୁଛ, କଥା ବହୁତ ଚିକଣିଆ ଶିଖିଛ। ସତ୍ୟ ଯେମିତି ଗୋଟେ ମହାପଣ୍ଡିତ ଭଳି ମୁଁ ମୂର୍ଖ ଏଇଆ କହେ। ଯାହାଙ୍କୁ ପଚାରିବ ସେଠି କ'ଣ ପୂଜା କଲ, ଯେ କାହାକୁ ଭକ୍ତି କଲୁ, କ'ଣ ପ୍ରାର୍ଥନା କଲୁ, ସେଠୁ ଆମେ ତ ବାବାଙ୍କୁ ପୂଜା କରୁଛୁ, ବାବାଙ୍କୁ ଦେଖିଛୁ। ଏଇଆ ହେଉଛି କଥା। ତାମାନେ ବାବାଙ୍କ ଛତା ତଳେ ତୁମେ ରହିବ, କିନ୍ତୁ ଦିନେ ବାବାଙ୍କ ଛତା ବତାସରେ ଭାଙ୍ଗିଯିବ। ତାପରେ କ'ଣ କରିବ? ତାପରେ ସେଇ ଭଗବାନଙ୍କୁ ଡାକିବ, ଆମକୁ ବାବା ରୂପରେ ଦେଖାଦିଅ। ତାହେଲେ ଏବେଠାରୁ ବାବାଙ୍କ ଭିତରେ ଭଗବାନ, ଭଗବାନଙ୍କ ଭିତରେ ଏ ଅନନ୍ତଙ୍କ ଭିତରେ ବାବାଙ୍କୁ, ବାବାଙ୍କ ଭିତରେ ଅନନ୍ତଙ୍କୁ କାହିଁ ଦେଖୁନା? ଏତେ ଗୁରୁବର୍ଗମାନେ ଅଛନ୍ତି, ତୁମକୁ ମାନେ ତୁମ ନିର୍ଲଜ୍ଜମାନଙ୍କୁ କାହାକୁ ଦେଖାଯାଉନି? ତେମେ ଭାବୁଛ ଇଏ ଛାତି ଫଟା କାମ କରିବି, ଏଠି ରହିଲେ ରୁହ, ନହେଲେ ନାହିଁ। ଯିଏ କହିବ ଆମେ ସେ ମଠରେ ଥିଲୁ, ଭଲରେ ଥିଲୁ, ଏଠି ଗୋଟା ଜଞ୍ଜାଳକୁ କିଏ ଆସିବ? ଯାଉନା, ସବୁଦିନ ପାଇଁ ଯିବ, କୌପୁନି ଓହ୍ଲେଇ ଦେଇକି ଯିବ, ଆଉ କାଠୁ ମାଳା କୌପୁନି ନେବ। ଏ କଥା ମୋର ସତ୍ୟ, ତ୍ରିବାର ସତ୍ୟ। ଯେଉଁଦିନ କହିବ ଆମକୁ ଏଠି ଭଲ ଲାଗୁନି, ମୋ କୌପୁନି ମୋତେ ଫେରେଇ ଦେଇ ଯାଅ, ଆଉ କେଉଁଠି କୌପୁନି ନେଇ ରହିବ, ଏଠି ରହିପାରିବ। ଭୁଲ ହେଇଗଲା କହିଲେ ମାନେ ଆହୁରି ଧକ୍କା ଖାଇବ। ଏଠି ଗୋଟେ ସମୟରେ ଶୁଭିବ ଚର୍ଚ୍ଚର ଘଣ୍ଟି, ଖ୍ରୀଷ୍ଟିଆନର ପ୍ରାର୍ଥନା। ସମସ୍ତେ କରିବାନି, କିନ୍ତୁ ହବ ତ। ଓ ଗଡ୍ ହେଲ୍ପ ମି। ଆଉ ଗୋଟେ ସମୟରେ ଶୁଭିବ ଆଲ୍ଲାଙ୍କର ଡାକ, ଆଲ୍ଲାହୁ ଆକବର ଆଲ୍ଲାହ। ତାକୁ କିଏ କରିବ? ଜଣେ ମୁସଲମାନ କରିବେ, କିନ୍ତୁ ହିନ୍ଦୁ ଥିବେ। ଆଉ ଗୋଟେ ପାଖରେ ଶୁଭିବ ଏକ ସାଙ୍ଗରେ, ମାନେ ଏକ ସାଙ୍ଗରେ ମାନେ ତାପରେ ଇଏ, ତାପରେ ଇଏ, ତାପରେ ଶୁଭିବ ବୁଦ୍ଧ, ବୁଦ୍ଧଂ ଶରଣଂ ଗଚ୍ଛାମି। ପୁଣି କେତେବେଳେ ଶୁଭିବ
ଶିଖମାନଙ୍କର ଶବ୍ଦ ବାହେ ଗୁରୁ ବାହେ ଗୁରୁ। ଆଉ କେତେବେଳେ ଶୁଣିବା ମହିମା ଲେଖ। ମହାବୀର ଜୈନଙ୍କର ଶବ୍ଦ ଶୁଭିବ। ଖୋଜି ଲୋଡ଼ି ଯେତେ ଧର୍ମଧାରା ଅଛି ସମସ୍ତଙ୍କର ଡାକ ପଦେ ପଦେ ଏତିକ ଶୁଭିବ। ଆଉ ତା ସାଙ୍ଗରେ ତା ସହିତ ଆମ ପ୍ରାର୍ଥନା ଯେମିତି ଚାଲିଛି ଚାଲିବ। ଆଜି ଗୁରୁବାର ସବୁ ଠାକୁରଙ୍କର ପ୍ରାର୍ଥନାକୁ ନେଇ ବିଶ୍ୱ ପ୍ରାର୍ଥନା କରିବ। କାଲି ଶୁକ୍ରବାର ଜୟ ରାଧେ ରାଧେ କୃଷ୍ଣ କୃଷ୍ଣରେ ଏଇଟା କ'ଣ ହେବ? ବଡ଼ ସିଂହାର ହେବ। ଆଉ ବଡ଼ ସିଂହାର ଗୀତଟି ଆଜି ପରଶୁ ମୋତେ କହୁଥିଲା, ବାବା ନାହାନ୍ତି, ସେ ସବୁ ଏ ଦୃଶ୍ୟ ଦେଖିକିରି କାଟି ଆଜି ପଢ଼ିବୁ ମୁଁ ଶୁଣିବି। ଆରେ ମୁଁ କୁଆଡ଼େ ଯାଇନେଇ ନା ଠାକୁର କୁଆଡ଼େ ଯିବେ ନାହିଁ। ମୁଁ ଯେତେବେଳେ ଦୁନିଆରୁ ଯିବି ଯେ ଦିନ ନା ଯିବି, ମନେ କରାଯାଉ ମୁଁ 100 ବର୍ଷ ପରେ ଯିବି, ରହିବି କେଉଁଠି? ଉତ୍ତର ଦ୍ୱାରକୁ ଆଉ ଯିବିନି, ମନା କରିଦେଇଛି। ଦକ୍ଷିଣ ଦ୍ୱାରର ଯଜ୍ଞ ମଣ୍ଡପ ହେବ ବଳିଆର ଚିର ବିଶ୍ରାମ। ଚାରି ପାଖ ଯାକ ନିବୁଜ ହେବ। ଯଜ୍ଞ କୁଣ୍ଡରେ ବଳିଆ ବସିବ ଠିଆ। କୌଣସି ନୀତି ସେଠି ହେବନି। ଯେମିତି ଅନ୍ୟାନ୍ୟ ମହାପୁରୁଷମାନଙ୍କ ପାଖରେ ଦେଖାଯାଉଛି ଦାନ୍ତ ଘଷିବାକୁ ପାଣି ଥୁଆ ହେଉଛି, ଲାଟ୍ରିନ୍ରେ ବାଲ୍ଟି ଥୁଆ ହେଉଛି, ଗାଧେଇବାକୁ ବରା ଥୁଆ ହେଉଛି, ସେ ଏମିତି ଖାଉଥିଲେ, ଅମୁକ ଖାଉଥିଲେ। ଇଏ କ'ଣ ସେ ବର୍ତ୍ତମାନ ଆତ୍ମା ହେଇଗଲେ ସେ ସିଆକୁ ଖାଉଛନ୍ତି? ବୋର୍କ ଏସବୁ ଜିନିଷ କିଛି ହେବନି। କ'ଣ ହେବ? ଚାରି ପାଖ ଯାକ ଖାଲି ଗଛ ଲାଗିବ, ବୃକ୍ଷ ହେବ ମନ୍ଦିର। କେବଳ ବେଲପତ୍ରଟିଏ ତୁଳସୀଟିଏ ମୋର ଆହାର ସଦୃଶ ବେଲପତ୍ର ତୁଳସୀ ଦର୍ଶନ। ଯାହା ଭୋଗ ଯେଉଁଠି ଆମ ନିଷ୍ଠଙ୍କର ହେବ ସେଇଠି ସ୍ମରଣ କଲେ ସେ ଆତ୍ମା ରୂପୀ ବଳିଆ ରୂପୀ ଆତ୍ମା ତାକୁ ପାଇବ। ଯାହା କହୁଛି ତାକୁ ମନେ ରଖ, ମନେ କାଳେ ରହିବନି, ଲେଖିକିରି ରଖ। ଏଠି ମନ୍ଦିର ଚୂଡ଼ାରେ ବିଶ୍ୱ ପତାକା ଉଡ଼ିବ, ସାମ୍ନାରେ ଜାତୀୟ ପତାକା ଉଡ଼ିବ। ଯେଉଁଠି ଆମର ମାନେ ଟନି ଦୋକାନ ପାଖରେ ଗେଟ୍ ସେଠି ମଧ୍ୟ ଜାତୀୟ ପତାକା ଉଡ଼ିବ। ପୁନଶ୍ଚ ଯେଉଁ ମନ୍ଦିର ପାଖରେ ସେ ଯେଉଁ ମନ୍ଦିର ଗେଟ୍ ସେଠି ବିଶ୍ୱ ପତାକା ଉଡ଼ା କି ଜାତୀୟ ପତାକା ଉଡ଼ା। ସଂଘ ଇଏ ସଂଘ ନୁହେଁ, ଇଏ ବିଶ୍ୱ ସନାତନ ସେବା ସଂଘ, ଅନନ୍ତ ବଳିଆ ସଂଘ, ଏଗୁଡ଼ା ସବୁ ଛାଡ଼। ଇଏ ହେଉଛି ମାନବୀୟ ପବିତ୍ର ସ୍ଥାନ, ପରିବାର ଠିକ୍ ବିଶ୍ୱ ପତାକା। ହଁ, ତାପରେ ଜନଗଣ ମନ ଅଧିନାୟକ ଜୟ ହେ। ଏଇ ପ୍ରାର୍ଥନା, ଏଇଠୁ ପ୍ରାର୍ଥନା, ସକାଳ ପ୍ରାର୍ଥନା ଆରମ୍ଭ ହେବ। ସନ୍ଧ୍ୟାରେ ମାଆଙ୍କ ପାଖରେ ବନ୍ଦ କରିଦେଇଛ। ମୋରି କଥାରେ ମୁଁ ଟିକେ ଅଡ଼ୁଆ ହେଇକି କ'ଣ କହିଗଲି। ସେଠି ବନ୍ଦାଲଟିଏ ଜଳିବ, ଆରତି ହେବନି। ସାବିତ୍ରୀ ମାଆଙ୍କ ଉପରେ ସେ ଦାୟିତ୍ୱ ରହିଲା। ବନ୍ଦାଲଟି ଫୁଟେଇ ରଖିଦେବେ, ଜଳୁଥିବ ପଳେଇ ଆସିବେ। ତାପରେ ସେଠି ମଧ୍ୟ ତୁମେ ଯେତେବେଳେ ପରିକ୍ରମାରେ ଆଉଛ ସେଠି ମଧ୍ୟ ସେଇ ଜନଗଣ, ଯଦି ଜନଗଣ ମନ ଯଦି ଏଠି ପଢ଼ା ହେଲା, ସେଠି ଆଉ ଗୋଟେ କ'ଣ ପଢ଼, ବନ୍ଦେ ଉତ୍କଳ ଜନନୀ କି ବନ୍ଦେ ମାତରମ୍ ଗୋଟିଏ। ପ୍ରଣାମ କରି ମାଆଙ୍କୁ ବାପାଙ୍କ ପାଖରେ ବସିବ। ସବୁ ତୁମର ଯାହା କାର୍ଯ୍ୟକ୍ରମ ଚାଲିବା କଥା ଚାଲିବ। ଆଉ ତେବେ ମନେ ରଖ, ତାଙ୍କ କୃପା ପାଇବା ପାଇଁ ପ୍ରାର୍ଥନା କର। ତୁମ ପାଖକୁ ଯେଉଁ ଖବର ସବୁ ଆଉଛି
ମୁଁ ମେଡ଼ିକାଲ ଯିବି, ମୋ ପେଟ କାମୁଡ଼ିଲା, ମୋର ପିଲା ଜନ୍ମ ହେବ, ମୋର ଅମୁକ ହେବ, ମୋତେ କିଛି କହିବନି। ତୁମ ଯଦି ଏତେ ବିଶ୍ୱାସ ଆମେ ବାବାଙ୍କୁ ପୂଜୁଛୁ, ମୁଁ କାଳେ ବାବାଙ୍କୁ ଦେଖୁଛୁ ଜଗନ୍ନାଥ ତୁମର ଏଡ଼େ ବଡ଼ ଭକ୍ତ ତୁମେ ହେଇଗଲ, ଧ୍ରୁବ ପ୍ରହ୍ଲାଦଙ୍କ ଠାରୁ ତୁମେ ଆହୁରି ବଡ଼ ହେଇଗଲ।